ପାର୍ଲେ ଆଜି ତୃତୀୟ ଦିନିକିଆ ODI ମ୍ୟାଚ୍ ଭାରତ ଏବଂ ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ମ୍ୟାଚ୍ ଖେଳାଯିବ। ଦୁଇଟି ଟିମ୍ 1-1ରେ ବରାବର କରି ଆଜି ଦୁଇ ଦଳ କର ବା ମର ପରିସ୍ଥିତି ଭାବରେ ସିରିଜ୍ ହାତେଇବାକୁ ଚେଷ୍ଟା କରିବେ ଏବଂ ଭାରତ ଘରୋଇ ଦଳକୁ ହରେଇ ଇତିହାସ ରଚିବାକୁ ଭାରତୀୟ କ୍ୟାପ୍ଟେନ୍ KL ରାହୁଲ ଚେଷ୍ଟା ଜାରି ରଖିବେ ଏବଂ ଭାରତ ଦଳରେ କାହାକୁ ଖେଳିବାକୁ କହିବେ ଏବଂ କାହାକୁ ବାଦ୍ ଦେବେ ତାହା ଉପରେ ନଜର। ପ୍ରଥମ ମ୍ୟାଚ୍ ଭାରତ ଏକତରଫା ଭାବରେ ଜିତିଥିଲା ଏବଂ ଘରୋଇ ଦଳ ଦ୍ୱିତୀୟ ମ୍ୟାଚ୍ 8 ୱିକେଟରେ ଭାରତକୁ ପରାସ୍ତ କରିଥିଲା। ଏହିପରି ଭାବରେ ଦୁଇଟି ଯାକ ଦଳ 1-1ରେ ବରାବର ଅଛନ୍ତି। ଦୁଇଟି ଦଳ ଆଜି ଭଲ ଖେଳ ପ୍ରଦର୍ଶନ କରି ପ୍ରୟାସ କରିବ ଏବଂ ଯେଉଁ ଟିମ୍ ଭଲ ପ୍ରଦର୍ଶନ କରିବ ସେ ହିଁ ସିରିଜ୍ ହାତେଇବ। ଭାରତର ବୋଲର ଏବଂ ବ୍ୟାଟ୍ସମ୍ୟାନ୍ ଆଜି ଭଲ ପ୍ରଦର୍ଶନ କରି ଖେଳକୁ ଜିତିବେ ବୋଲି ଭାରତର ସମସ୍ତ ଖେଳପ୍ରିୟ ବ୍ୟକ୍ତି ମାନଙ୍କର ଆଶା ଓ ଭରସା ଅଛି। ତେଣୁ 2-1ରେ ଘରୋଇ ଦଳକୁ ହରେଇ ଭାରତ ଜିତିଲେ ଆମେ ଖୁସି ହେବୁ। ଧନ୍ୟବାଦ।